କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ କଥା ହେବା ଓଡ଼ିଶାରେ ପର୍ବପର୍ବାଣୀର ମାହୋଲ କେଉଁଭଳି ଭାବରେ ରହିଥାଏ। ଓଡ଼ିଶା ସମୃଦ୍ଧ ସଂସ୍କୃତି ଏବଂ ପରମ୍ପରାର ରାଜ୍ୟ ଏବଂ ପର୍ବପର୍ବାଣୀ ଏହାର ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଓଡ଼ିଶାରେ ଉତ୍ସବର ମାହୋଲ ସର୍ବଦା ଆନନ୍ଦ, ଭକ୍ତି ଏବଂ ଏକତାରେ ପରିପୂର୍ଣ୍ଣ। ବର୍ଷସାରା ରାଜ୍ୟର ଅନନ୍ୟ ଐତିହ୍ୟକୁ ପ୍ରତିଫଳିତ କରୁଥିବା ବିଭିନ୍ନ ପର୍ବ ପାଳନ କରାଯାଏ। ଓଡ଼ିଶାର ସବୁଠାରୁ ପ୍ରସିଦ୍ଧ ପର୍ବ ହେଉଛି ପୁରୀରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା। ଏହି ପର୍ବ ସମୟରେ ବିଶ୍ୱର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଭକ୍ତ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ମହାନ ରଥକୁ ଟାଣିବା ପାଇଁ ଏକାଠି ହୁଅନ୍ତି। ରାସ୍ତାଗୁଡ଼ିକ ସଙ୍ଗୀତ, ଭକ୍ତି ଏବଂ ଖୁସିରେ ପରିପୂର୍ଣ୍ଣ ହୋଇଯାଏ। ଆଉ ଏକ ପ୍ରମୁଖ ଉତ୍ସବ ହେଉଛି ଦୁର୍ଗା ପୂଜା, ଯେଉଁଠାରେ ମଣ୍ଡପଗୁଡ଼ିକୁ ସୁନ୍ଦର ଭାବରେ ସଜାଯାଇଥାଏ ଏବଂ ଲୋକମାନେ ଦେବୀ ଦୁର୍ଗାଙ୍କୁ ପୂଜା କରିବା ପାଇଁ ଏକାଠି ହୁଅନ୍ତି। କୁମାର ପୂର୍ଣ୍ଣିମା, ମକର ସଂକ୍ରାନ୍ତି, ରଜ ପର୍ବ ଏବଂ ପଣା ସଂକ୍ରାନ୍ତି ଭଳି ପର୍ବଗୁଡ଼ିକ ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ବହୁତ ଉତ୍ସାହ ସହିତ ପାଳନ କରାଯାଏ। ଲୋକମାନେ ନୂତନ ପୋଷାକ ପିନ୍ଧନ୍ତି, ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରନ୍ତି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତି। ଓଡ଼ିଶାର ଉତ୍ସବର ମାହୋଲ ପରିବାର ଏବଂ ସମ୍ପ୍ରଦାୟକୁ ଏକାଠି କରିଥାଏ। ଏହା ଲୋକଙ୍କ ସାଂସ୍କୃତିକ ମୂଳକୁ ଜୀବିତ ରଖିବା ସହିତ ପ୍ରେମ, ଶାନ୍ତି ଏବଂ ଆନନ୍ଦ ପ୍ରସାର କରିଥାଏ। ତେଣୁ ଓଡ଼ିଶାର ପର୍ବଗୁଡ଼ିକ କେବଳ ଉତ୍ସବ ନୁହେଁ, ବରଂ ଏକତା, ଭକ୍ତି ଏବଂ ସାଂସ୍କୃତିକ ଗର୍ବର ପ୍ରତୀକ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଭିଡ଼ିଓଟିକୁ ଲାଇକ୍ କରିଦେବ, ଭିଡ଼ିଓ ଅନ୍ତତଃ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହେବା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।